ଗୋବରୀ ନଈର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ ହୋଇଛି। ଶିଳାନ୍ୟାସର ମାନ୍ୟବର ଯେଉଁ ଶ୍ରୀଯୁକ୍ତ ଧ୍ରୁବ ସାହୁ କରିଛନ୍ତି, ଯେଉଁ 8 କୋଟିର ପୁନରୁଦ୍ଧାର ପାଇଁ କରିଛନ୍ତି କାମ, ତାର ପୁନରୁଦ୍ଧାର ହୋଇପାରିବ ତ? କେନାଲର ଯେଉଁ ଘର ମାଡ଼ି ବସିଛନ୍ତି, ଯେଉଁ କାଗଜପତ୍ର କରିନେଇଛନ୍ତି, ତାର ବିଶଦ ନହେଲେ ଏ କାମ ହୋଇପାରିବ ନାହିଁ। ଆସି ପଚାରେ ବୁଝିବା ବୁଝିଯିବେ। ତାକି 8 କୋଟି ଟଙ୍କା ବ୍ୟୟରେ ଗୋବରୀ ନଈର ଫଳକ ଉନ୍ମୋଚନ ହେବ, ଆଦେହରେ ଚାଷୀ ଉପକୃତ ହେବେ। କିନ୍ତୁ ଖନନ କରିବା ଆଗରୁ ଯେଉଁମାନେ ଗୋବରୀ ନଈକୁ ମାଡ଼ି ବସିଛନ୍ତି, ଯେଉଁମାନେ ଗୋବରୀ ନଈକୁ ବଡ଼ ବଡ଼ ଅଫିସରଙ୍କୁ ଧରାଧରି କରି ତାଙ୍କ ନାଁରେ ପଟ୍ଟା କରି ନେଇକି ଆଜି ମୂଲ୍ୟବାନ ସମ୍ପତ୍ତିକୁ ବିକି ଦେଇଛନ୍ତି, ସେଠି ବଡ଼ ବଡ଼ ଅଟ୍ଟାଳିକା, ଯାହାଦ୍ୱାରା ଏଇ ଯେଉଁ ପୁନରୁଦ୍ଧାର ହେବ, ଆଦ୍ୱାରା ଚାଷୀ ଉପକୃତ ହେବେ। ସେ ଗୋଟେ ବଡ଼ ପ୍ରଶ୍ନ, ମଝିରେ ଚାଷୀମାନଙ୍କର ସ୍ୱାର୍ଥକୁ ନେଇ ଗୋଟେ ବଡ଼ ପ୍ରଶ୍ନ ଠିଆ ହେଇଛି। ସେ ଯେଉଁ ଗୋବରୀ ନଦୀ ଖନନ ପାଇଁ ଯେଉଁ ପ୍ରକଳ୍ପ ବିଧାୟକ ଉନ୍ମୋଚନ କରିଛନ୍ତି, ତାର 10 କିଲୋମିଟର ଅଧେର ଯେଉଁ ଲମ୍ବ କାର୍ଯ୍ୟକାରୀ ହେବ, ସେ ଯେଉଁ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ବିଧାୟକ, ମୁଁ ଧନ୍ୟବାଦ ଦେଉଛି ଯେ ବହୁତ ଦିନ ପରେ ଚାଷୀଙ୍କର ସ୍ୱାର୍ଥ ପାଇଁ ବିଧାୟକ ତାଙ୍କର ସ୍ୱପ୍ନ ଭାଙ୍ଗିଛି, ନିଦ ଭାଙ୍ଗିଛି ଏବଂ ସେ ତାକୁ ଗୋଟିଏ ପ୍ରକଳ୍ପ ଆଜି ଉଦ୍ଘାଟିତ କରିଛନ୍ତି। ସେଥିପାଇଁ ବିଧାୟକଙ୍କୁ ଧନ୍ୟବାଦ। କିନ୍ତୁ କଥା ହେଉଛି, ଆପଣ ତା ପ୍ରଚ୍ଛଦ ପଟରେ ଇଏ ଯେଉଁ 11 କୋଟି ଟଙ୍କା ଖର୍ଚ୍ଚ ହେବ, 10 କିଲୋମିଟର ଅଧେ କାମ ହେବ, ଚାଷୀ ପାଣି ପାଇବେ, ଏଟାର ବାସ୍ତବତା କେତେ? ନା ତା ପ୍ରଚ୍ଛଦ ପଟରେ କିଛି ମାନେ ଠିକାଦାରୀ ତୁଷ୍ଟିକରଣ ପ୍ରୋଜେକ୍ଟ ହୋଇପାରିଥାଏ, ତା ପ୍ରଚ୍ଛଦ ପଟରେ ଲୋକମାନେ ତାକୁ ବିଚାରକୁ ନେବେ। ଯଦି ପ୍ରକୃତରେ ବାସ୍ତବ ପକ୍ଷେ ବିଧାୟକ ଇଏ ପ୍ରକଳ୍ପକୁ ଠିକ୍ ସଠିକ୍ ଭାବରେ କାର୍ଯ୍ୟକାରୀ କରି ଚାଷୀଙ୍କ ସ୍ୱାର୍ଥ ସାଧନ ଦିଗରେ ପଦକ୍ଷେପ ନେଇଥାନ୍ତି, ପଟ୍ଟାମୁଣ୍ଡେଇର ଜନସାଧାରଣ ଭାବରେ ଚାଷୀମାନଙ୍କ ମଧ୍ୟରେ ଯେଉଁ ବାତାବରଣ ସୃଷ୍ଟି ହେବ, ଆମେ ବିଧାୟକଙ୍କ ପଛରେ ରହି ତାଙ୍କୁ ସାଥ ଦେବୁ ଏ କାମକୁ ଆଗେଇ ନେବା ପାଇଁ। କିନ୍ତୁ ପରିସ୍ଥିତି ଯାହା ଦେଖାଯାଉଛି, ଅତୀତରେ 2 ଥର ପୁନରୁଦ୍ଧାର ହେଇଛି, କିନ୍ତୁ ନାଁକୁ ମାତ୍ର ହେଇଛି। ବର୍ତ୍ତମାନ ଯେଉଁ ପ୍ରକଳ୍ପ ଯେମିତି ପୋତି ହେଇଥିଲା ସେଇ ଅବସ୍ଥାରେ ଅଛି। ବାସ୍ତବ ପକ୍ଷରେ ଯେଉଁ କାମ ଆପଣ ଦେଖିବେ, ପଟ୍ଟାମୁଣ୍ଡେଇରୁ ଆପଣଙ୍କର ବକ୍ତାରପୁର ମୁଣ୍ଡ ପର୍ଯ୍ୟନ୍ତ ଗୋବରୀ ନଦୀର ଯେଉଁ ପ୍ରକଳ୍ପ ପୁନରୁଦ୍ଧାର ହେବ, ତାର ଲମ୍ବ ପ୍ରସ୍ଥ କେତେ ତା ଏଷ୍ଟିମେଟ୍ରେ ଥିଲେ ମଧ୍ୟ ସେତିକି ଜାଗା ପ୍ରକୃତରେ ଖାଲି ଅଛି କି ନାହିଁ ଖୋଳା ହେବା ପାଇଁ, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆପଣମାନେ ଜାଣିଛନ୍ତି, ବହୁ ଜାଗା ଦଖଲ ସୂତ୍ରରେ କିଏ ପଟ୍ଟା ପାଉ, କିଏ ବେଦଖଲ କରୁ, ଦଖଲ ସୂତ୍ରରେ ଅଛନ୍ତି। ଯେଉଁ ପ୍ରକଳ୍ପ ଖୋଳି ହେଇ ଆସିବ, ସେ ପ୍ରକଳ୍ପର ଏଷ୍ଟିମେଟ୍ ଯାହା, ତାହା ବାସ୍ତବ କାର୍ଯ୍ୟକାରୀ ହୋଇପାରିବ ନା। କାହିଁକିନା ଇଏ ସବୁ ଉଚ୍ଛେଦ ଧାରାଟା ଉଚ୍ଛେଦ ନହେଲେ, ଯେଉଁଠି ମନେ କରନ୍ତୁ ଜଣେ ପଟ୍ଟା ନେଇଯାଇଛି, ସେ ଜାଗାରେ 50 ଫୁଟ ଖୋଳିବାକୁ ଥିଲେ କିମ୍ବା 100 ଫୁଟ ଖୋଳିବାକୁ ଥିଲେ, ସେ ଯେତେବେଳେ ଦଖଲ କରିଛି, ସେଠି ଆସ୍ତେ ଆସ୍ତେ ସଂକୁଚିତ ହୋଇକି ସେଇଟା 60-70 ଫୁଟକୁ ପଳେଇ ଆସିବ। ତା ଦେହରେ ଲାଭ କିଛି ହେବ ନା, ପାଣି ନିଷ୍କାସନ ବା ଜଳ ଆସିବା ଆଉ ଯିବା ଠିକ୍ ବାଟରେ ହୋଇପାରିବ ନାହିଁ, ଚାଷୀଙ୍କର ସ୍ୱାର୍ଥ ରକ୍ଷା ହୋଇପାରିବ ନାହିଁ। ତେଣୁ ସର୍ବପ୍ରଥମେ ଜିଲ୍ଲା ପ୍ରଶାସନ ଏବଂ ପଟ୍ଟାମୁଣ୍ଡେଇର ପ୍ରଶାସନ ଗୋବରୀ ନଦୀ ଯେଉଁ ଖନନ ହେବ, ତାକୁ ପ୍ରକୃତରେ ବାସ୍ତବ ପକ୍ଷେ ତାଙ୍କ ଏଷ୍ଟିମେଟ୍ ଯାହା ଅଛି, ତାକୁ ଆଗେ ମାପ କରି ଚିହ୍ନ ଦେଇସାରିଲା ପରେ ତାକୁ ପ୍ରକଳ୍ପ ଖୋଳିବା ପାଇଁ ଅନୁମତି ଦେବା ଦରକାର। ପ୍ରକଳ୍ପର ଚିତ୍ରରେଖ ଏବଂ ତା ନକ୍ସାଟା ଯଦି ଠିକ୍ ବାଟରେ କାର୍ଯ୍ୟକାରୀ ନ ହେବ, ପ୍ରକଳ୍ପ ହୋଇପାରିବ ନାହିଁ। ତେଣୁ ଚାଷୀଙ୍କର କ୍ଷତି ହେବ, ପ୍ରକଳ୍ପ ଲାଭ ହେବନି, କ୍ଷତି ହେବ। ତେଣୁ ପ୍ରକଳ୍ପକୁ ଆଗେ ମାପ କରି ପ୍ରକଳ୍ପର ନକ୍ସାଟାକୁ ଆଗେ ଚିହ୍ନଟ କରିବା ଦରକାର। ସେଥିରେ ବିଧାୟକ ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି, ସେ କାମଟାକୁ ଆଗେ କରନ୍ତୁ। ତହସିଲଦାରଙ୍କୁ ଧରି, କଲେକ୍ଟରଙ୍କୁ ଧରି ଆଗେ ସିଏ ପ୍ରକଳ୍ପଟାକୁ ଚୂଡ଼ାନ୍ତ କରନ୍ତୁ, ତାପରେ ଠିକାଦାରକୁ ଦେଇ ଖନନ କଲେ କିଛି କାର୍ଯ୍ୟ ସ୍ୱାର୍ଥ ହେଇଯିବ। ଗୋବରୀ ନଈର ଯେଉଁ ଶିଳାନ୍ୟାସ ହେଲା, ଯେଉଁ ଖନନ ହେବ, ଗୋବରୀ ନଈର ପୁନରୁଦ୍ଧାର ହେବ, ୟା ପାଇଁ ପଟ୍ଟାମୁଣ୍ଡେଇର ଚାଷୀ ଖୁସି ହେଇପାରନ୍ତି, କିନ୍ତୁ ପଟ୍ଟାମୁଣ୍ଡେଇ ଚାଷୀ କେତେ ଉପକୃତ ହେବେ ତାହା ଆପଣ ପ୍ରାଞ୍ଜଳ ଭାବରେ ବୁଝେଇଦେଲେ। ଯଦି ଗୋବରୀ ନଈର ଖନନରେ ଯେଉଁମାନେ ଗୋବରୀ ନଈକୁ ମାଡ଼ି ବସିଛନ୍ତି, ଯେଉଁମାନେ ଗୋବରୀ ନଈ ଉପରେ ବଡ଼ ବଡ଼ ଅଟ୍ଟାଳିକା ତିଆରି କରିଛନ୍ତି, ଯେକୌଣସି ଉପାୟରେ ହେଉ, ପ୍ରଶାସନକୁ ଧରି ପଟ୍ଟା ହେଉ, ଜଳପଟ୍ଟା ହେଉ କିମ୍ବା ଖାଲି ବେସାମରିକ ଭାବରେ ଖାଲି ପାଉତି କାଟିକି ହେଉ ମାଡ଼ି ଯେଉଁ ଜବରଦଖଲ କରିଛନ୍ତି, ଯଦି ସେମାନେ ଉଚ୍ଛେଦ ନ ହେବେ, ଇଏ ଖନନ କ'ଣ ପ୍ରକୃତରେ ଚାଷୀଙ୍କ ଉପକାରରେ ଲାଗିପାରିବ? ନା, ଖନନ ହେବା ପୂର୍ବରୁ ମୁଁ ଦାବି କରୁଛି ବିଧାୟକଙ୍କ ପାଖରେ, ଆଗେ ପ୍ରୋଜେକ୍ଟର ବାସ୍ତବତା ନକ୍ସାଟାକୁ ଆଗେ କ୍ଲିୟର କରନ୍ତୁ। ନକ୍ସାଟାକୁ ମାପି କାର୍ଯ୍ୟକ୍ଷେତ୍ରରେ ବାସ୍ତବତା ଚୂଡ଼ାନ୍ତ କରନ୍ତୁ,
ଧାରଟା କେଉଁଠୁ ଆରମ୍ଭ ହେବ, କେତେ ଫୁଟ ଚଉଡ଼ାରେ ଖୋଳା ହେବ, କେତେ ଗଭୀର ହେବ, ସେଟା ନକ୍ସାଟା ଚୂଡ଼ାନ୍ତ ଜିଲ୍ଲା ପ୍ରଶାସନ ଏବଂ ତହସିଲ ପ୍ରଶାସନକୁ ନେଇ କରିସାରିଲେ ତାପରେ ଖନନ କଲେ ସେଇଟା ଚାଷୀଙ୍କ ସ୍ୱାର୍ଥରେ ଆସିବ। କିନ୍ତୁ ତା ପୂର୍ବରୁ ଯଦି ମନମୁଖୀ ଭାବରେ ଖନନ କରିବେ, କେଉଁଠି ଚଉଡ଼ା ହେବ, କେଉଁଠି ଓସାର କମିଯିବ, ପାଣି ଠିକ୍ ବାଟରେ ନିଷ୍କାସନ ହୋଇପାରିବନି କି ଆସିପାରିବନି, ଆଉ ଚାଷୀଙ୍କ ସ୍ୱାର୍ଥଟା କ'ଣ ରକ୍ଷା ହେବ, ଫସଲ ହୋଇପାରିବନି। ତେଣୁ ବିଧାୟକ ମହୋଦୟ ଯଦି ଆଗ୍ରହ ଦେଖେଇକି ତାକୁ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି, ଶୁଭ ଦେଇଛନ୍ତି, ସେ ପ୍ରକଳ୍ପର ବାସ୍ତବତା ଦିଗରେ ବିଧାୟକ ନିଜେ ଯତ୍ନବାନ ହେଇ କାର୍ଯ୍ୟକ୍ରମ ଆଗକୁ ନେଲେ ପଟ୍ଟାମୁଣ୍ଡେଇ ଜନସାଧାରଣଙ୍କର ସମର୍ଥନ ତା ପଛରେ ରହିବ, ଚାଷୀଙ୍କର ସ୍ୱାର୍ଥ ଯେହେତୁ ଅଛି। ଆଉ ବିଧାୟକ ଯଦି ତାକୁ କେବଳ ଶୁଭ ଦେଇଦେଲେ ଯାହା ମନମୁଖୀ ହେବ, ତା ଦେହରେ ଚାଷୀଙ୍କର ସ୍ୱାର୍ଥ ହାସଲ ହୋଇପାରିବ ନାହିଁ।